ପରିତ୍ରାଣର ଅର୍ଥ କ'ଣ ଅଟେ? ଏବ୍ରି ଏବଂ ଗ୍ରୀକ୍ ଏହି ଦୁଇଟି ମୂଳ ଭାଷା ଅନୁସାରେ ପରିତ୍ରାଣର ଆକ୍ଷରିକ ଅର୍ଥ ହେଉଛି ରକ୍ଷା ପାଇବା ବା ଉଦ୍ଧାର ପାଇବା। ବିବ୍ଲିକାଲି ବା ଖ୍ରୀଷ୍ଟିଆନିଟିରେ ପରିତ୍ରାଣର ଅର୍ଥ କ'ଣ ଅଟେ? ପରିତ୍ରାଣର ଅର୍ଥ ହେଉଛି ମନୁଷ୍ୟମାନଙ୍କର ପାପରୁ ଏବଂ ଅନନ୍ତ ନର୍କରୁ ବା ଅନନ୍ତ ବିନାଶରୁ ମୁକ୍ତି ପାଇବା ବା ରକ୍ଷା ପାଇବା ବା ଉଦ୍ଧାର ପାଇବା। ଜଣେ ମନୁଷ୍ୟ ଯିଏକି ପାପ କରି ନର୍କଗାମୀ ହୋଇଅଛି ବା ଅନନ୍ତ ବିନାଶ ଆଡ଼କୁ ସେ ଯାଉଅଛି, ସେହି ମନୁଷ୍ୟର ସେ ଅନନ୍ତ ବିନାଶରୁ ଉଦ୍ଧାର ପାଇବା ବା ରକ୍ଷା ପାଇବା ବିଷୟକୁ ପରିତ୍ରାଣ ବୋଲି କୁହାଯାଏ। ଜଣେ ମନୁଷ୍ୟର ପରିତ୍ରାଣର ଆବଶ୍ୟକତା କାହିଁକି ରହିଅଛି? ପ୍ରଥମତଃ, ବାଇବେଲ ଅନୁସାରେ ଆମମାନଙ୍କର ପରମେଶ୍ୱର ପବିତ୍ର ଅଟନ୍ତି। ସେ ମହିମାରେ ପରିପୂର୍ଣ୍ଣ ଧର୍ମମୟ ପରମେଶ୍ୱର ଅଟନ୍ତି। ସେ ଧାର୍ମିକ ଅଟନ୍ତି। ସେ ପବିତ୍ର ଅଟନ୍ତି। ବାକ୍ୟରେ ଲେଖାଯାଏ, ଧର୍ମ ଓ ବିଚାର ତାହାଙ୍କ ସିଂହାସନର ଭିତ୍ତିମୂଳ। ତାହାଙ୍କ ଚକ୍ଷୁ ମନ୍ଦ ବିଷୟ ଦେଖି ନପାରେ। ଏହା ହେଉଛି ପରମେଶ୍ୱରଙ୍କର ଚରିତ୍ର, ତାଙ୍କ ପରିଚୟ। ଅପରପକ୍ଷରେ ଦ୍ୱିତୀୟତଃ, ମନୁଷ୍ୟ କିଏ? ବାଇବେଲ ଅନୁସାରେ ମନୁଷ୍ୟ ଅଧାର୍ମିକ ଓ ଅପବିତ୍ର ଅଟେ। ବାଇବେଲ ଅନୁସାରେ ବାକ୍ୟରେ ଲେଖାଯାଏ, ଧାର୍ମିକ କେହି ନାହିଁ, ଜଣେ ସୁଦ୍ଧା ନାହିଁ। ସମସ୍ତ ମନୁଷ୍ୟ ପାପ କରିଅଛନ୍ତି ଏବଂ ଈଶ୍ୱରଙ୍କ ଗୌରବ ରହିତ ହୋଇଅଛନ୍ତି। ବର୍ତ୍ତମାନ ସମସ୍ୟାର ବିଷୟ ହେଉଛି ଏହା। ଏହି ପାପୀ ମନୁଷ୍ୟ, ଏହି ଅଧାର୍ମିକ ମନୁଷ୍ୟ, ଏହି ଅଧାର୍ମିକ ବା ଅପବିତ୍ର ମନୁଷ୍ୟକୁ ଏକ ପବିତ୍ର ଧାର୍ମିକ ନ୍ୟାୟବାନ ପରମେଶ୍ୱର କ'ଣ କରିବେ? ପ୍ରତ୍ୟେକ ମନୁଷ୍ୟ ନିଜର ବ୍ୟକ୍ତିଗତ ପାପ ଯୋଗୁଁ ତ ଦୋଷୀ ଏବଂ ଆଦମଙ୍କ ପାପ ସକାଶୁ ମଧ୍ୟ ସମସ୍ତ ମନୁଷ୍ୟ ସେମାନେ ପାପ ଏବଂ ମୃତ୍ୟୁର ବଶୀଭୂତ ହୋଇଅଛନ୍ତି। ସମସ୍ୟାର ବିଷୟ ହେଉଛି ଏହା। ଏକ ପବିତ୍ର ଏବଂ ଧର୍ମମୟ ପରମେଶ୍ୱରଙ୍କ ଦୃଷ୍ଟିକୋଣରେ ତାଙ୍କ ସାମ୍ନାରେ ଏହି ପାପୀ ମନୁଷ୍ୟ ପାପ କରି ଆଦମଙ୍କ ପାପ ସକାଶୁ ପୁଣି ନିଜର ବ୍ୟକ୍ତିଗତ ପାପ ସକାଶୁ ସେ ପରମେଶ୍ୱରଙ୍କ ଠାରୁ ବିଚ୍ଛିନ୍ନ ହୋଇଅଛି। ସେ ପରମେଶ୍ୱରଙ୍କର କ୍ରୋଧର ପାତ୍ର ହୋଇ ରହିଅଛି। ସେ ପରମେଶ୍ୱରଙ୍କ ସହିତ ଶତ୍ରୁତା କରିଅଛି। ବର୍ତ୍ତମାନ ପରମେଶ୍ୱର ଏବଂ ମନୁଷ୍ୟ ମଧ୍ୟରେ ଏକ ବିଭିନ୍ନତା ସୃଷ୍ଟି ହୋଇଅଛି, ଏକ ପାର୍ଥକ୍ୟ ସୃଷ୍ଟି ହୋଇଅଛି, ଗୋଟିଏ ସେପାରେସନ୍ କ୍ରିଏଟ୍ ହୋଇଅଛି ସେମାନଙ୍କର ଚରିତ୍ର ସକାଶୁ। ଏବଂ ନ୍ୟାୟବାନ ପରମେଶ୍ୱରଙ୍କର ନ୍ୟାୟ ଅନୁସାରେ ଏହି ପାପୀ ମନୁଷ୍ୟ ପାପର ବେତନ ଯେ ମୃତ୍ୟୁ, ସେହି ଅନନ୍ତ ମୃତ୍ୟୁ ବା ନର୍କକୁ ଯିବା ନିମନ୍ତେ, ବିନାଶ ପାଇବା ନିମନ୍ତେ ଯୋଗ୍ୟ ଅଟେ ବା କ୍ରୋଧର ପାତ୍ର ହୋଇ ରହିଅଛି। ଏହି ଭୟାନକ ସମସ୍ୟାରୁ, ଏହି ନର୍କକୁ ଘେନିଯିବା ଭଳି ଯେଉଁ ସମସ୍ୟା ଉପୁଜିଛି, ଏହି ସମସ୍ୟାରୁ ଯଦି ରକ୍ଷା ପାଇବାକୁ ଅଛି ତାହେଲେ ମନୁଷ୍ୟକୁ ପରିତ୍ରାଣର ଆବଶ୍ୟକତା ରହିଅଛି। ଏହି ସମସ୍ୟାର ସମାଧାନ ନହେଲେ ମନୁଷ୍ୟ କେବେ ବି ସ୍ୱର୍ଗକୁ ଯାଇପାରିବ ନାହିଁ। ଏଣୁକରି ଏହି ସମସ୍ୟା ସକାଶୁ ମନୁଷ୍ୟର ପରିତ୍ରାଣ ଆବଶ୍ୟକତା ରହିଅଛି। ଜଣେ ମନୁଷ୍ୟକୁ ପରିତ୍ରାଣର ଆବଶ୍ୟକତା ରହିଅଛି। ବର୍ତ୍ତମାନ ଚିନ୍ତା କରିବା ଯେ କ'ଣ ଜଣେ ମନୁଷ୍ୟ ନିଜର ପରିତ୍ରାଣ ନିଜେ ହାସଲ କରିପାରିବ କି? ଜଣେ ମନୁଷ୍ୟ ନିଜର ପରିତ୍ରାଣ ହାସଲ କରିପାରିବ କି? କେବେ ନୁହେଁ। କାରଣ ଯଦି ଜଣେ ମନୁଷ୍ୟ ନିଜର ପରିତ୍ରାଣ ନିଜେ ହାସଲ କରିବାକୁ ଚାହେଁ, ତାହେଲେ ସେ ମନୁଷ୍ୟକୁ ସମ୍ପୂର୍ଣ୍ଣ ସିଦ୍ଧ ହେବାକୁ ପଡ଼ିବ, ପରଫେକ୍ଟ ହେବାକୁ ପଡ଼ିବ। ବାଇବେଲ ଅନୁସାରେ ପରମେଶ୍ୱରଙ୍କର ଯେଉଁ ଚରିତ୍ର ରହିଅଛି ପବିତ୍ର ଏବଂ ଧାର୍ମିକ, ଜଣେ ମନୁଷ୍ୟ ନିଜେ ଯଦି ପରିତ୍ରାଣ ହାସଲ କରିବାକୁ ଚାହେଁ ତାହେଲେ ସେ ମନୁଷ୍ୟକୁ ସିଦ୍ଧ, ପବିତ୍ର ଏବଂ ଧାର୍ମିକ ହେବାକୁ ପଡ଼ିବ। କିନ୍ତୁ ଆମ୍ଭେମାନେ ଜାଣୁ ପ୍ରାକ୍ଟିକାଲି ଜଣେ ମନୁଷ୍ୟ କେବେ ମଧ୍ୟ ସେ ସମ୍ପୂର୍ଣ୍ଣ ସିଦ୍ଧ ବା ସମ୍ପୂର୍ଣ୍ଣ ପବିତ୍ର ଏବଂ ଧାର୍ମିକ ହୋଇପାରିବ ନାହିଁ। ଇଟ୍ ଇଜ୍ ଇମ୍ପସିବଲ୍ ଫର୍ ଏ ପର୍ସନ୍ ଟୁ ବି କମ୍ପ୍ଲିଟଲି ରାଇଚିୟସ୍ ଆଣ୍ଡ ହୋଲି। ବାଇବେଲ ମଧ୍ୟ ଏହା ପ୍ରକାଶ କରେ, ଜଣେ ବ୍ୟକ୍ତି କେବେ ମଧ୍ୟ ନିଜର ଉଦ୍ୟମ ଦ୍ୱାରା, ନିଜର ଧର୍ମକର୍ମ ଦ୍ୱାରା, ନିଜର ଆଚରଣ ଦ୍ୱାରା, କଥାବାର୍ତ୍ତା ଦ୍ୱାରା ସମ୍ପୂର୍ଣ୍ଣ ସେ ଧାର୍ମିକ ଏବଂ ପବିତ୍ର ହୋଇପାରିବ ନାହିଁ। ଏବଂ ଆମ୍ଭେମାନେ ମଧ୍ୟ ଜାଣୁ, ଲଜିକାଲି ଯଦି ଚିନ୍ତା କରିବା, ପ୍ରାକ୍ଟିକାଲି ଯଦି ଆମ୍ଭେମାନେ ଚିନ୍ତା କରିବା, ତାହେଲେ ଆମ୍ଭେମାନେ କେବେ ମଧ୍ୟ ଆମମାନଙ୍କର ମନର ଭାବନା, ଆମମାନଙ୍କର ଚାଳିଚଳନ, ଆମମାନଙ୍କର ଆଚରଣ, ଆମମାନଙ୍କର କଥାବାର୍ତ୍ତା, କ୍ରିୟାକର୍ମ ଏ ସମସ୍ତ ବିଷୟରେ ଆମେ କେବେ ପୁରା ପବିତ୍ର ଏବଂ ଧାର୍ମିକ ହୋଇପାରିବା କି? କେବେ ମଧ୍ୟ ତାହା ସମ୍ଭବ ନୁହେଁ। ତେଣୁକରି
ଜଣେ ମନୁଷ୍ୟ କେବେ ବି ନିଜର ପରିତ୍ରାଣ ନିଜେ ହାସଲ କରିପାରିବ ନାହିଁ। ବର୍ତ୍ତମାନ ସେହି ମୁଖ୍ୟ ପ୍ରଶ୍ନ, ଯଦି ଆମ୍ଭେ ନିଜ ପରିତ୍ରାଣ ନିଜେ ହାସଲ କରି ନପାରୁ ତାହେଲେ ଆମ୍ଭେମାନେ କିପରି ପରିତ୍ରାଣ ପାଇପାରିବା? ଆମ୍ଭମାନଙ୍କୁ କିପରି ପରିତ୍ରାଣ ମିଳିବ? ହାଉ ଡୁ ୱି ଗେଟ୍ ସେଭ୍ଡ? ମନୁଷ୍ୟକୁ ପରିତ୍ରାଣ ପାଇବାକୁ ହେଲେ କ'ଣ କରିବାକୁ ହେବ? ହ୍ୱାଟ୍ ମଷ୍ଟ ୱି ଡୁ ଟୁ ବି ସେଭ୍ଡ? ବାଇବେଲରେ ପ୍ରେରିତ ପୁସ୍ତକ 16 ପର୍ବର 30 ପଦରୁ 32 ପଦ ମଧ୍ୟରେ ଏହି ପ୍ରଶ୍ନର ଉତ୍ତର ଅତି ସୁନ୍ଦର ଭାବେ ଦିଆଯାଇଅଛି। ସେହି ପଦରେ କାରାରକ୍ଷକ ଜଣେ ବ୍ୟକ୍ତି ଥିଲେ, ଯିଏକି କାରାରକ୍ଷକ, ସେ ଯେତେବେଳେ ପାଉଲ ଓ ସିଲାଙ୍କୁ ପଚାରିଲେ ପରିତ୍ରାଣ ପାଇବା ନିମନ୍ତେ ମୋର କ'ଣ କରିବାକୁ ହେବ, ହ୍ୱାଟ୍ ମଷ୍ଟ ଆଇ ଡୁ ଟୁ ବି ସେଭ୍ଡ, ସେତେବେଳେ ପାଉଲ ତାଙ୍କୁ ଉତ୍ତର କରି କହିଲେ, ପ୍ରଭୁ ଯୀଶୁଙ୍କ ଠାରେ ବିଶ୍ୱାସ କର, ତାହେଲେ ତୁମ୍ଭେ ଏବଂ ତୁମ ସପରିବାର ପରିତ୍ରାଣ ପାଇବ। ବିଲିଭ୍ ଅନ୍ ଦ ଲର୍ଡ ଜିଜସ୍ ଖ୍ରାଇଷ୍ଟ ଏଣ୍ଡ ୟୁ ୱିଲ୍ ବି ସେଭ୍ଡ। ତାହେଲେ ଏହି ବାକ୍ୟ ଅନୁସାରେ ଆମ୍ଭମାନଙ୍କୁ, ଜଣେ ମନୁଷ୍ୟକୁ ପରିତ୍ରାଣ ପାଇବାକୁ ହେଲେ କ'ଣ କରିବାକୁ ହେବ? ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ କରିବାକୁ ହେବ, ତାହେଲେ ଜଣେ ମନୁଷ୍ୟ ପରିତ୍ରାଣ ପ୍ରାପ୍ତ ହେବ। ପ୍ରଥମ ବିଷୟ, ସମସ୍ତ ମନୁଷ୍ୟ ନିଜେ ରିଏଲାଇଜ୍ କରିବା ଉଚିତ, ହୃଦୟଙ୍ଗମ କରିବା ଉଚିତ ଯେ ଆମ୍ଭେମାନେ ପାପୀ ଅଟୁ। ଆମ୍ଭେମାନେ ପାପ କରି ଅଧାର୍ମିକ ହୋଇ ଅପବିତ୍ର ହୋଇ ପରମେଶ୍ୱରଙ୍କ ଠାରୁ ବିଚ୍ଛିନ୍ନ ହୋଇଅଛୁ। ଆମ୍ଭେମାନେ ନରକକୁ ଯିବା ନିମନ୍ତେ ଯୋଗ୍ୟ ଅଟୁ। ଆମ୍ଭେମାନେ ବିନାଶର ରାସ୍ତାରେ ଅଛୁ। ଏହି ଯେଉଁ ପଶ୍ଚାତାପ ଯେତେବେଳେ ଆମ୍ଭମାନଙ୍କ ଜୀବନରେ ହେବ, ସେହି ସମୟରେ ଆମ୍ଭେମାନେ ପରମେଶ୍ୱରଙ୍କ ଆଡ଼କୁ ଯେତେବେଳେ ମନକୁ ଫେରାଇବା ଏବଂ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଆମ୍ଭେମାନେ ସମ୍ପୂର୍ଣ୍ଣ ହୃଦୟ ସହିତ ଯେତେବେଳେ ବିଶ୍ୱାସ କରିବା, ସେତେବେଳେ ପରମେଶ୍ୱର ଆମ୍ଭମାନଙ୍କୁ ପରିତ୍ରାଣ ଦେବେ। ଏଠାରେ ପାଉଲ କହୁନାହାନ୍ତି ଯେ ଆମ୍ଭମାନଙ୍କୁ ଯଦି ପରିତ୍ରାଣ ପାଇବାକୁ ହେବ ତାହେଲେ ବାପ୍ତିସ୍ମ ନିଅ, ତାହେଲେ ଦାନ ଧର୍ମ କର, ତାହେଲେ ଧର୍ମକର୍ମ ସବୁ କର, ଉତ୍ତମ କର୍ମ କର, ତାହେଲେ ମଣ୍ଡଳୀରେ ଜଏନ୍ ହୁଅ, ସଂଯୁକ୍ତ ହୁଅ, ଏସବୁ ବିଷୟ ପରିତ୍ରାଣ ପାଇବାକୁ କର ବୋଲି ପାଉଲ ଏଠାରେ କହୁନାହାନ୍ତି। ଏସବୁ ବିଷୟ ଦ୍ୱାରା ଜଣେ ମନୁଷ୍ୟ କେବେ ମଧ୍ୟ ପରିତ୍ରାଣ ହାସଲ କରିପାରିବ ନାହିଁ। ପାଉଲ ଏଠାରେ ସିଧାସଳଖ ଉତ୍ତର କରି କହୁଅଛନ୍ତି, ଜଣେ ବ୍ୟକ୍ତି ପରିତ୍ରାଣ ପାଇବାକୁ ହେଲେ ସେ କ'ଣ କରିବାକୁ ହେବ? ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ କରିବାକୁ ହେବ। ଏହି ଅସହାୟ ମନୁଷ୍ୟ ଯିଏକି ନର୍କଗାମୀ ଅଟେ, ଯିଏ ନିଜର ଧର୍ମକର୍ମ ଦ୍ୱାରା, ନିଜର ଉତ୍ତମ କର୍ମ ଦ୍ୱାରା କେବେ ମଧ୍ୟ ପରିତ୍ରାଣ ହାସଲ କରିପାରିବ ନାହିଁ, ସେହି ବ୍ୟକ୍ତି ନିମନ୍ତେ ଏକମାତ୍ର ପଥ ସେ ହେଉଛନ୍ତି ଯୀଶୁ ଖ୍ରୀଷ୍ଟ। ଯିଏ ଯୀଶୁ ଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ କରିବ, ପାଉଲଙ୍କ ଭାଷାରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ କର, ତାହେଲେ ତୁମ୍ଭେମାନେ ପରିତ୍ରାଣ ପାଇବ। ରୋମିଓ 1 ପର୍ବ 16 ପଦରେ ପାଉଲ ଏ ପ୍ରକାର କହନ୍ତି, ମୁଁ ସୁସମାଚାର ସମ୍ବନ୍ଧରେ ଲଜ୍ଜାବୋଧ କରେ ନାହିଁ, କାରଣ ଜଣେ ବିଶ୍ୱାସୀ ପକ୍ଷରେ ଜଣେ ବିଶ୍ୱାସୀକୁ ପରିତ୍ରାଣ ଦେବା ନିମନ୍ତେ ଏହି ସୁସମାଚାର ହେଉଛି ଈଶ୍ୱରଙ୍କ ଶକ୍ତି। ଏହାର ଅର୍ଥ କ'ଣ? ଜଣେ ବ୍ୟକ୍ତି ଯଦି ପରିତ୍ରାଣ ପାଇବା ନିମନ୍ତେ ଚାହେଁ ତାହେଲେ ସେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ କରିବାକୁ ପଡ଼ିବ। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ସୁସମାଚାରରେ ତାକୁ ବିଶ୍ୱାସ କରିବାକୁ ପଡ଼ିବ। ଯୀଶୁ ଖ୍ରୀଷ୍ଟ ଯେ ମୋ ନିମନ୍ତେ ମୃତ୍ୟୁ ଭୋଗ କଲେ, ମୋ ନିମନ୍ତେ ସମାଧିସ୍ଥ ହେଲେ, ମୋ ନିମନ୍ତେ ପୁନରୁତ୍ଥିତ ହୋଇଅଛନ୍ତି, ଅର୍ଥାତ୍ ଯୀଶୁ ଖ୍ରୀଷ୍ଟଙ୍କର ମୃତ୍ୟୁ, ସମାଧି ଏବଂ ତାଙ୍କର ପୁନରୁତ୍ଥାନକୁ ଯେତେବେଳେ ଏହି ବ୍ୟକ୍ତି ବିଶ୍ୱାସ କରେ, ଜଣେ ବ୍ୟକ୍ତି ବିଶ୍ୱାସ କରେ, ସେତେବେଳେ ସେ ପରିତ୍ରାଣ ପାଇବ। ଏଫେସୀୟ 2 ପର୍ବର 8 ପଦରେ ଏବଂ 9 ପଦରେ ଲେଖାଯାଏ, କାରଣ ଅନୁଗ୍ରହରେ ବିଶ୍ୱାସ ଦ୍ୱାରା ତୁମ୍ଭେମାନେ ପରିତ୍ରାଣ ପାଇଅଛ, ତାହା ଈଶ୍ୱରଙ୍କ ଦାନ ଅଟେ, ତୁମ୍ଭମାନଙ୍କ ନିଜଠାରୁ ହୋଇନାହିଁ, ତାହା ଈଶ୍ୱରଙ୍କ ଦାନ ଅଟେ, କ୍ରିୟାକର୍ମରୁ ନୁହେଁ, ଯେପରି କେହି ଦର୍ପ ନ କରୁ। ଏହାର ଅର୍ଥ କ'ଣ? ଆମ୍ଭେମାନେ ପରିତ୍ରାଣ ନିଜର କ୍ରିୟାକର୍ମ ଦ୍ୱାରା କେବେ ମଧ୍ୟ ପାଇପାରିବା ନାହିଁ, ଅର୍ଜନ କରିପାରିବା ନାହିଁ। ଆମ୍ଭେମାନେ ଅସହାୟ ଏବଂ ଅସକ୍ଷମ ଅଟୁ। ତେଣୁକରି ବାଇବଲର ଯେଉଁ ଯୀଶୁ ଖ୍ରୀଷ୍ଟଙ୍କର ସୁସମାଚାର ଅଛି, ସେଠାରେ ଆମ୍ଭେମାନେ ବିଶ୍ୱାସ କଲେ ଆମ୍ଭେମାନେ ବିନା ମୂଲ୍ୟରେ ଅନୁଗ୍ରହରେ ବିଶ୍ୱାସ ଦ୍ୱାରା ପରିତ୍ରାଣ ପାଇଥାଉ। ଜଣେ ବ୍ୟକ୍ତିର ପରିତ୍ରାଣ କିପରି ହୋଇଥାଏ? ବିଶ୍ୱାସ ଦ୍ୱାରା ହୋଇଥାଏ। ଅତଏବ ଆମ୍ଭେମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଠାରେ ଅର୍ଥାତ୍ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ସୁସମାଚାରରେ ବିଶ୍ୱାସ କରିବା ଦ୍ୱାରା, ଈଶ୍ୱରଙ୍କ ଅନୁଗ୍ରହରେ ଆମ୍ଭମାନଙ୍କର ଧର୍ମକର୍ମ ଦ୍ୱାରା ନୁହେଁ, ଆମ୍ଭମାନଙ୍କର ବିଶ୍ୱାସ ଦ୍ୱାରା, କେବଳ ବିଶ୍ୱାସ ଦ୍ୱାରା ଆମ୍ଭେମାନେ ପରିତ୍ରାଣ ପାଇଥାଉ।
ବର୍ତ୍ତମାନ ଜଣେ ବ୍ୟକ୍ତି ପରିତ୍ରାଣ ପାଇଲା ପରେ କ'ଣ ହୁଏ, କ'ଣ କରିବା ଉଚିତ? ବାଇବେଲ ଅନୁସାରେ ଜଣେ ବ୍ୟକ୍ତି ଯେତେବେଳେ ପରିତ୍ରାଣ ପ୍ରାପ୍ତ ହୁଏ ସେହି ମୁହୂର୍ତ୍ତରେ ପବିତ୍ର ଆତ୍ମା ଆସି ତା ଅନ୍ତରରେ ବାସ କରନ୍ତି। ସେ ଈଶ୍ୱରଙ୍କ ଶତ୍ରୁ ଥିଲା, କିନ୍ତୁ ପରିତ୍ରାଣ ପରେ ଈଶ୍ୱରଙ୍କ ପୁତ୍ର ହୋଇଯାଏ। ସେ ଗୋଟିଏ ଦିନ ପରମେଶ୍ୱରଙ୍କ ଠାରୁ ଦୂରରେ ଥିଲା, କିନ୍ତୁ ବର୍ତ୍ତମାନ ସେ ଈଶ୍ୱରଙ୍କ ସନ୍ତାନ ହୋଇଯାଏ ଏବଂ ପବିତ୍ର ଆତ୍ମାଙ୍କର ମନ୍ଦିର ହୋଇଯାଏ। ଏବଂ ବାକ୍ୟ ଅନୁସାରେ ଜଣେ ଅଧାର୍ମିକ, ଜଣେ ଅପବିତ୍ର ଅର୍ଥାତ୍ ଯିଏ ପାପୀ ଥିଲା, ପରିତ୍ରାଣ ସମୟରେ ପରିତ୍ରାଣ ପାଇଲା ପରେ ସେ ଧାର୍ମିକ ଗଣିତ ହୋଇଥାଏ। ସେ ପାପରୁ କ୍ଷମା ପ୍ରାପ୍ତ ହୋଇଥାଏ। ପରମେଶ୍ୱର ତାର ବିଶ୍ୱାସ ଯୋଗୁଁ ତାକୁ ଅନୁଗ୍ରହରେ ବିନା ମୂଲ୍ୟରେ ସେ ବ୍ୟକ୍ତିର ପାପ କ୍ଷମା କରିଥାନ୍ତି। ଜଣେ ବ୍ୟକ୍ତିର ପରିତ୍ରାଣ ପରେ ଏସବୁ ବିଷୟର ଅନୁଭୂତି ହୋଇଥାଏ, ଏସବୁ ବିଷୟ ହୋଇଥାଏ ଯାହାକି ବାଇବଲ ପ୍ରକାଶ କରେ। ବର୍ତ୍ତମାନ ଆମ୍ଭେମାନେ ଯଦି ପରିତ୍ରାଣ ପାଇଗଲୁ, ଆମ୍ଭେମାନେ ଯଦି ପବିତ୍ର ଆତ୍ମାଙ୍କର ମନ୍ଦିର ହୋଇଗଲୁ, ଆମ୍ଭମାନଙ୍କର ଯଦି ପାପ କ୍ଷମା ହୋଇଗଲା, ଆମ୍ଭେମାନେ ଯଦି ଧାର୍ମିକ ଗଣିତ ହୋଇଅଛୁ, ଆମ୍ଭେମାନେ ଯଦି ଯୀଶୁ ଖ୍ରୀଷ୍ଟଙ୍କର ରକ୍ତ ଦ୍ୱାରା ପବିତ୍ରକୃତ ହୋଇଅଛୁ, ବର୍ତ୍ତମାନ ଆମ୍ଭମାନଙ୍କର ଦାୟିତ୍ୱ ହେଉଛି ଆମ୍ଭେମାନେ ଯେ ନୂତନ ସୃଷ୍ଟି ହୋଇଅଛୁ, ଆମ୍ଭେମାନେ ନୂତନ ସ୍ୱଭାବ ସହିତ ଆଚରଣ କରିବା ଉଚିତ। ଆମ୍ଭେମାନେ ଯୀଶୁ ଖ୍ରୀଷ୍ଟଙ୍କର ପ୍ରତିମୂର୍ତ୍ତିକୁ ଅନୁସରଣ କରି ତାଙ୍କର ଅନୁରୂପ ହୋଇ ଆମ୍ଭମାନଙ୍କର ଜୀବନକୁ ପବିତ୍ରତାର ସହିତ ଆଗକୁ ବଢ଼ାଇବାକୁ ପଡ଼ିବ, ବଢ଼ାଇବା ଉଚିତ। ଏବଂ ଏହା ପରମେଶ୍ୱର ଚାହାନ୍ତି। ବାକ୍ୟରେ ଲେଖାଯାଏ, ପରମେଶ୍ୱର ଆମ୍ଭମାନଙ୍କୁ ପବିତ୍ର ହୁଅ ବୋଲି ସେ ଆମମାନଙ୍କୁ ଆଦେଶ ଦିଅନ୍ତି। ସେ ଆମ୍ଭମାନଙ୍କୁ ସେ ବାକ୍ୟ ଦ୍ୱାରା ଆମମାନଙ୍କୁ ଆଦେଶ ଦିଅନ୍ତି। ଆମ୍ଭେମାନେ ଗୋଟିଏ ଦିନ ପାପର ଦାସ ହୋଇଥିଲୁ, କିନ୍ତୁ ବର୍ତ୍ତମାନ ଧାର୍ମିକତାର ଦାସ ହୋଇଅଛୁ। ତେଣୁକରି ଆମ୍ଭେମାନେ ଧାର୍ମିକ ଏବଂ ପବିତ୍ର ଜୀବନଯାପନ କାଟିବା ଉଚିତ। ପରମେଶ୍ୱରଙ୍କ ବାକ୍ୟ ଅନୁସାରେ ଆମ୍ଭେମାନେ ପରିତ୍ରାଣ ପ୍ରାପ୍ତ ହେଲା ପରେ ଆମମାନଙ୍କର ପରିତ୍ରାଣକୁ ଆମ୍ଭେମାନେ ସାଧନ କରିବାକୁ ପଡ଼ିବ। ଆମ୍ଭେମାନେ ଏକ ପବିତ୍ର ଏବଂ ଧାର୍ମିକ ଜୀବନଯାପନ କାଟିବାକୁ ପଡ଼ିବ। ଯୀଶୁ ଖ୍ରୀଷ୍ଟଙ୍କର ସଦୃଶ ଆମ୍ଭେମାନେ ଜୀବନଯାପନ କରିବାକୁ ପଡ଼ିବ। କିନ୍ତୁ ଗୋଟେ ବିଷୟ ମନେ ରଖିବାକୁ ହେବ ଯେ ଆମ୍ଭେମାନେ ପରିତ୍ରାଣ ପରେ ଯେଉଁ ଧାର୍ମିକତା କିମ୍ବା ଯେଉଁ ପବିତ୍ର ଜୀବନଯାପନ ଆମମାନେ କାଟିବା, ବାକ୍ୟ ଅନୁସାରେ ବାକ୍ୟ ପାଳନ କରି ଆଜ୍ଞାବହର ଜୀବନଯାପନ ଯାହା କାଟିବା, ସେ ବିଷୟ ଆମ୍ଭମାନଙ୍କ ପରିତ୍ରାଣ ଦେଇନଥାଏ। ମୋର କହିବାର ଅର୍ଥ ହେଉଛି ଆମ୍ଭେମାନେ ପରିତ୍ରାଣ ପାଇବା ନିମନ୍ତେ ଧର୍ମକର୍ମ କରି ନଥାଉ, କିନ୍ତୁ ପରିତ୍ରାଣ ଯେ ପାଇଅଛୁ ତେଣୁକରି ଆମ୍ଭେମାନେ ଧର୍ମକର୍ମ କରିବା। ଆମ୍ଭେମାନେ ପରିତ୍ରାଣ ପାଇବା ନିମନ୍ତେ ଆମେମାନେ ଆଜ୍ଞା ପାଳନ କରୁନାହୁଁ। ଆମ୍ଭେମାନେ ପରିତ୍ରାଣ ପାଇବା ନିମନ୍ତେ ପବିତ୍ର ଜୀବନଯାପନ କରିବା ନିମନ୍ତେ ଚେଷ୍ଟା କରୁନାହୁଁ। ଆମ୍ଭେମାନେ କାହିଁକି ଧାର୍ମିକ ଏବଂ ପବିତ୍ର କାର୍ଯ୍ୟ କରୁଅଛୁ, କରିବା ନିମନ୍ତେ ଚେଷ୍ଟା କରୁଅଛୁ କିମ୍ବା ବାକ୍ୟ ଅନୁସାରେ ଆଜ୍ଞାବହ ହେବା ନିମନ୍ତେ ଚେଷ୍ଟା କରୁଅଛୁ? କାରଣ ଆମ୍ଭେମାନେ ପରିତ୍ରାଣ ପାଇଅଛୁ। ଆମ୍ଭେମାନେ ପରିତ୍ରାଣ ଯେହେତୁ ପାଇଅଛୁ, ଧାର୍ମିକ ଗଣିତ ହୋଇଅଛୁ, ପବିତ୍ରକୃତ ହୋଇଅଛୁ, ତେଣୁକରି ଆମ୍ଭେମାନେ ଧାର୍ମିକ ଏବଂ ପବିତ୍ରତାର ସହିତ ଆଗକୁ ବଢ଼ିବା ଆମ୍ଭମାନଙ୍କର ଦାୟିତ୍ୱ ଅଟେ। ପରମେଶ୍ୱରଙ୍କ ବାକ୍ୟ ଅନୁସାରେ ଚାଲିବା ପ୍ରତ୍ୟେକ ପରିତ୍ରାଣ ପ୍ରାପ୍ତ ଖ୍ରୀଷ୍ଟିଆନମାନଙ୍କର, ଖ୍ରୀଷ୍ଟ ବିଶ୍ୱାସୀମାନଙ୍କର ଦାୟିତ୍ୱ ହେବା ଉଚିତ। ଅତଏବ ଆସନ୍ତୁ ଆମ୍ଭେମାନେ ବିନା ମୂଲ୍ୟରେ ଯେଉଁ ପରିତ୍ରାଣ ପାଇଅଛୁ, ପାପରୁ ମୁକ୍ତ ହୋଇଅଛୁ, ନର୍କରୁ ଉଦ୍ଧାର ପାଇଅଛୁ, ତେଣୁକରି ଆମ୍ଭେମାନେ ଧାର୍ମିକ ଏବଂ ପବିତ୍ର ଜୀବନଯାପନ କାଟିବା। ପରମେଶ୍ୱରଙ୍କର ବାକ୍ୟ ଅନୁସାରେ ଆଜ୍ଞାବହ ହୋଇ ଆମ୍ଭେମାନେ ଜୀବନଯାପନ କାଟିବା। ପ୍ରଭୁ ଏହି ସଂକ୍ଷିପ୍ତ ଶିକ୍ଷା ଦ୍ୱାରା ଆମମାନଙ୍କୁ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍।